ମାନେ ଆଜି ଚାଲନ୍ତୁ ଯିବା ବାଙ୍ଗାଲୋରରେ ଥିବା ନନ୍ଦୀ ହିଲ୍ସ। କେମିତି ଯିବେ ଆଉ କେତେ ଶସ୍ତାରେ ଯାଇପାରିବେ ସେଟା ମୁଁ ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ କହିବି। ହ୍ୟାଲୋ ଗାଇସ୍, ମୁଁ ଅଭିଷେକ ଚେନ୍ନାଇରେ କାମ କରେ। 365 ଦିନ ଚ୍ୟାଲେଞ୍ଜର ଆଜି ହେଲା ଡେ 16। ମାନେ ଏବେ ଆମର ଡ୍ୟୁଟି ଶେଷ ହେଇଗଲା, ଯାହାକି ଫାଷ୍ଟ ସିଫ୍ଟ ଚାଲିଛି। ଆମେ ସରିକି ପଳେଇ ଆସିଲେ ରୁମକୁ। ତାପରେ ଫ୍ରେଶ ହେଇକି ଲାଗି ପଡ଼ିଥିଲୁ ସମସ୍ତେ ରୋଷେଇ କରିବାରେ। ଭେଣ୍ଡି ଆଳୁ ଭଜାକୁ ରୁଟି। ଚାଲୁ ଖାଇବା ପାଇଁ। ଆଜି ଜଲ୍ଦି ମୁଁ ଖାଇଦେଉଛି, କାହିଁକି ନା ଆମେ ଯିବା ଆଜି ବୁଲିବାକୁ। ସାଙ୍ଗମାନେ ମୁଁ ବର୍ତ୍ତମାନ ରେଡି ହେଇଗଲି। ଯିବା ଆଜି ଆମେ କୁଆଡ଼େ ବେଙ୍ଗଲୋରର ନନ୍ଦୀ ହିଲ୍ସ। ବହୁତ ଦିନ ହବ ମୁଁ ଭାବୁଥିଲି ଯିବି ବୋଲି, କିନ୍ତୁ ଯାଇପାରୁନଥିଲି। ଛୁଟି ବି ମିଳୁନଥିଲା, ଯେହେତୁ ଆମର ଡେଲି କାମ, ସବୁବେଳେ 12 ଘଣ୍ଟା ଡ୍ୟୁଟି, ସବୁବେଳେ କେବେ ଟିକେ ଫ୍ରି ନାହିଁ। ତ ଆଉ ବସ୍ରେ ଆସିକି ଲୋକାଲ ବସ୍ରେ କାଟିକି ବସିଲି, ଆସିକି ପହଞ୍ଚିଗଲା ଆମ ଷ୍ଟେସନ ଚେନ୍ନାଇ ସେଣ୍ଟ୍ରାଲରେ। ତ ଆଜି ଆମେ ଯିବା ବେଙ୍ଗଲୋରର ନନ୍ଦୀ ହିଲ୍ସ। ତା ପାଇଁ ଆମେ କ'ଣ କରିବା ନା ଜେନେରାଲରେ ଯିବା। ଆଉ ବହୁତ କମ୍ ପ୍ରକାରରେ ଟିକେଟ୍ ତ ମିଳିବନି, ସେଥିପାଇଁ ଆମେ ବାଧ୍ୟ ହୋଇକି ଜେନେରାଲ କାଟିଦେଲୁ। ଲାଇନ୍ ଲଗେଇ ଟିକେଟ୍ ବି କାଟିଦେଲୁ। ଟିକେଟ୍ କଟା ହେଇଗଲା, ଦେନ୍ ଆମେ ପ୍ଲାଟଫର୍ମକୁ ଚାଲିଲୁ, ଯେଉଁଟାକି 8 ନମ୍ବର ପ୍ଲାଟଫର୍ମରେ ଆମ ଟ୍ରେନ୍ଟିକି ଛାଡ଼ିବାକୁ ଅଛି। ଆସିକି ଦେଖିଲା ବେଳକୁ ଟ୍ରେନ୍ଟି ଲାଗିଯାଇଛି। ହଁ ସାଙ୍ଗମାନେ, ଟ୍ରେନ୍କୁ ଆମେ ଅପେକ୍ଷା କରିବୁ, ଟ୍ରେନ୍ ଆସି ଆମକୁ ଅପେକ୍ଷା କରୁଛି। ଜଲ୍ଦି ଜଲ୍ଦିରେ ଟ୍ରେନ୍ ଭିତରେ ତ ବସିଗଲୁ, କିନ୍ତୁ ଟ୍ରେନ୍ର ଭିଡ଼ ଦେଖ ପୁରା ଅଲଗା ପ୍ରକାର ଅଛି। ସାଙ୍ଗକୁ କହିକି ଆଣିଥିଲି ଫାର୍ଷ୍ଟ କ୍ଲାସ୍ରେ ଯିବା ବୋଲି, ମାନେ ଫାର୍ଷ୍ଟ ଏଜ୍ରେ, କିନ୍ତୁ ଏଇଟା ହେଉଛି ଆମ ପାଇଁ ଫାର୍ଷ୍ଟ ଏଜ୍। କଷ୍ଟମଷ୍ଟେ ଆସିକି ବାଙ୍ଗାଲୋର ଷ୍ଟେସନରେ ପହଞ୍ଚିଗଲୁ। କିନ୍ତୁ ବାଙ୍ଗାଲୋର ଷ୍ଟେସନରୁ ଆମେ କେମିତି ଯିବୁ ନନ୍ଦୀ ହିଲ୍ସ, ଏଇଟା ଥିଲା ଆମର ପାର୍ଟ 1 ବ୍ଲକ୍। ଆଉ ପାର୍ଟ 2 ବ୍ଲକ୍ ବହୁତ ଜଲ୍ଦି ଆସିବ। ରହିଲି।